କହୁଛି ଯେ ବିଜେପି ସରକାର ଜୁମଲାବାଜି ସରକାର। ଏହି ସରକାର ଓଡିଶା ରେ ଲୋକମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇଛି। ସରକାର ଇଲେକ୍ସନ ପୂର୍ବରୁ ଯାହା କହିଥିଲା ତାପରେ ସବୁ ଭୁଲିଗଲା। ନବୀନ ସରକାର ଭଲ ଥିଲା। ଏବେ ଓଡିଶାର ଲୋକମାନେ ଜନତା ମାନେ ପସ୍ତଉଛନ୍ତି ବିଜେପି କୁ ଭୋଟ ଦେଇ। ବିଜେପି ସରକାର କଲରିଂ ସରକାର। ଆଉ ସେ ସମ୍ବୋଧନ କରିଛି ଯେ ବିଜେପି ସରକାର ହଉଛି କଲରିଂ ସରକାର। ଯୋଉ କାମ ନବୀନ ଥିଲାବେଳେ, ନବୀନ ମୁଖ୍ୟମନ୍ତ୍ରୀ ଯିଏକି ଆମର ପୂର୍ବତନ ମୁଖ୍ୟମନ୍ତ୍ରୀ ଥିଲାବେଳେ ଯୋଉ କାମ ସେ କରିଛି ତାହାକୁ ସେ ଖାଲି ଚେଞ୍ଜ କରୁଛି, କଲର ଦେଉଛି। ତ ସେ ସମ୍ବୋଧନ କରିଛି ନେମ୍ ଚେଞ୍ଜ କଲରିଂ ଚେଞ୍ଜ। ତ କଲରିଂ ଚେଞ୍ଜ ସରକାର ହଉଛି ବିଜେପି ସରକାର। ତ ଏଇପରି ଭାବରେ ସେ ସାଙ୍ଗମାନେ ସମ୍ବୋଧନ କରିଛି। ତ ଏଇଟା ଥିଲା